ଆସନ୍ତୁ ଆମ୍ଭେମାନେ ପ୍ରଭୁଙ୍କ ଚରଣ ତଳେ ସମର୍ପିତ ହେବା। ଆମ୍ଭମାନଙ୍କର ସର୍ବଶକ୍ତିମାନ ମହାନ ପରମେଶ୍ୱରଙ୍କର ଅସୀମ ପ୍ରେମ, ପୁତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରୁ ଅନୁଗ୍ରହ ଓ ପବିତ୍ର ଆତ୍ମାଙ୍କ ଶାନ୍ତି ଏବଂ ସହଭାଗିତା ତୁମଙ୍କ ସମସ୍ତଙ୍କ ପ୍ରତି ହଉ। ଆସନ୍ତୁ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କର ସୃଷ୍ଟିକର୍ତ୍ତା ବାକ୍ୟରୂପୀ ଈଶ୍ୱର, ତୁମରି ଧନ୍ୟବାଦ ଦେଉଛୁ ଏହି ସୁପ୍ରଭାତରେ ଅନଲାଇନ ମାଧ୍ୟମରେ ତୁମରି ବିଶ୍ୱାସିନୀ ସହିତ ପ୍ରଭୁ ଜଡ଼ିତ ହୋଇ ତୁମରି ଉପାସନା ଆରାଧନା ସ୍ତୁତି ପ୍ରଶଂସା କରୁ କରୁ ତୁମରି ପବିତ୍ର ବାକ୍ୟର କିଛି ଅଂଶକୁ ଆଲୋଚନା କରିବା ନିମନ୍ତେ ସୁଯୋଗ ଦେଇଅଛ। ତୁମରି ପ୍ରେମ ଆମ୍ଭମାନଙ୍କୁ ଧରି ରଖିଅଛି। ତୁମରି ପ୍ରେମ ଦ୍ୱାରା ଏହି ପବିତ୍ର ଦିବସ ପ୍ରାପ୍ତ ହୋଇଅଛୁ। ତୁମରି ପ୍ରେମ ଦ୍ୱାରା ପ୍ରଭୁ ଆମ୍ଭେମାନେ ଜୀବିତ ମାନଙ୍କ ମଧ୍ୟରେ ପରିଗଣିତ ହୋଇଅଛୁ। ଆଜି ତୁମରି ପ୍ରେମକୁ ତୁମେ ପରିପ୍ରକାଶ କରିଅଛ ଏହି ଦିବସ ଏହି ସୁପ୍ରଭାତ ଦ୍ୱାରା। ଏହି ସୁପ୍ରଭାତରେ ତୁମରି ଲୋକମାନଙ୍କ ସହିତ ଯେଉଁ ପବିତ୍ର ବାକ୍ୟ ଆଲୋଚନା କରିବୁ, ସେହି ବାକ୍ୟର ମର୍ମ ଅର୍ଥ ବୁଝି ଜାଣି ସେଠାରେ ବିଶ୍ୱାସ କରି ଗୋଟେ ପବିତ୍ର ଖ୍ରୀଷ୍ଟୀୟ ଜୀବନ ଯାପନ କରିପାରିବୁ, ଏଥି ନିମନ୍ତେ ସାହାଯ୍ୟ କର। ବକ୍ତା ଶ୍ରୋତା ଉଭୟଙ୍କୁ ତୁମରି ଚରଣ ତଳେ ଦେଉଛୁ ପ୍ରଭୁ, ତୁମେ ସମ୍ଭାଳ। ପ୍ରତ୍ୟେକଙ୍କ ହୃଦୟରେ ତୁମରି ଆତ୍ମା ବାସ କରୁ। ସକଳ ନିବେଦନକୁ ତୁମରି ଚରଣ ତଳେ ସମର୍ପିତ କରି ପ୍ରାର୍ଥନା ଆମ୍ଭମାନଙ୍କର ବାକ୍ୟରୂପୀ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ଉତ୍ସର୍ଗ କରୁ। ଆମେନ୍। ଆଜିର ଧ୍ୟାନ ନିମନ୍ତେ ନିର୍ଦ୍ଧାରିତ ଉପଦେଶ ବାକ୍ୟ ଆମ୍ଭେମାନେ ପାଠ କରିବା, ଯାହା ଆମ୍ଭେମାନେ ପ୍ରାପ୍ତ ହେବା ଲୁକଲିଖିତ ସୁସମାଚାର ତାହାର 16 ପର୍ବ 27 ପଦରୁ 30 ପଦ ପର୍ଯ୍ୟନ୍ତ। ଲୁକଲିଖିତ ସୁସମାଚାର ତାହାର 16 ପର୍ବ 27 ପଦରୁ 30 ପଦ ପର୍ଯ୍ୟନ୍ତ। ଜଣେ ଶାସ୍ତ୍ରାଂଶଟିକୁ ଅଧ୍ୟୟନ କରିବାକୁ ସାହାଯ୍ୟ କରିବେ। ସେଥିରେ ସେ କହିଲା, ହେ ପିତା, ତାହେଲେ ମୁଁ ଆପଣଙ୍କୁ ଅନୁରୋଧ କରୁଅଛି, ତାହାକୁ ମୋର ପିତାଙ୍କ ଗୃହକୁ ପଠାନ୍ତୁ, କାରଣ ମୋର 5 ଭାଇ ଅଛନ୍ତି। ସେମାନେ ମଧ୍ୟ ଯେପରି ଏହି ଯନ୍ତ୍ରଣାମୟ ସ୍ଥାନକୁ ନ ଆସନ୍ତି, ସେଥିପାଇଁ ସେ ସେମାନଙ୍କ ନିକଟରେ ସାକ୍ଷ୍ୟ ଦେବ। କିନ୍ତୁ ଅବ୍ରାହମ କହିଲେ, ସେମାନଙ୍କ ନିକଟରେ ମୋଶା ଓ ଭାବବାଦୀ ମାନଙ୍କ ଧର୍ମଶାସ୍ତ୍ର ଅଛି, ସେମାନେ ସେମାନଙ୍କର କଥା ଶୁଣନ୍ତୁ। ସେଥିରେ ସେ କହିଲା, ହେ ପିତା ଅବ୍ରାହମ, ତାହା ଯଥେଷ୍ଟ ନୁହେଁ, ମାତ୍ର ଯଦି ମୃତମାନଙ୍କ ପାଖରୁ ଜଣେ ସେମାନଙ୍କ ନିକଟକୁ ଯିବ, ତାହାହେଲେ ସେମାନେ ମନ ପରିବର୍ତ୍ତନ କରିବେ। ଆମେନ୍। ଈଶ୍ୱରଙ୍କର ପବିତ୍ର ବାକ୍ୟ, ପ୍ରଭୁ ପବିତ୍ର ଜୀବନ୍ତ ବାକ୍ୟ ଦ୍ୱାରା ମୁଁ ପ୍ରତ୍ୟେକଙ୍କୁ ପ୍ରଚୁର ଆଶୀର୍ବାଦ କର। ଚର୍ଚ୍ଚ ରିଫର୍ମାର ମାର୍ଟିନ ଲୁଥର ସେ କହନ୍ତି, ଜଣେ ବ୍ୟକ୍ତି ଧାର୍ମିକ ହେବା ନିମନ୍ତେ ତାକୁ 5ଟି ସଲାର ଆବଶ୍ୟକ ଅଛି। ଜଣେ ବ୍ୟକ୍ତି ଧାର୍ମିକ ଗଣିତ ହେବା ନିମନ୍ତେ, ଈଶ୍ୱରଙ୍କ ସମ୍ମୁଖରେ ଧାର୍ମିକ ହେବା ନିମନ୍ତେ 5ଟି ସଲା ବିଷୟରେ ସେ କହନ୍ତି। ସେଇ 5ଟି ସଲା ମଧ୍ୟରୁ ପ୍ରଥମ ସଲା ହେଉଛି ଦ ସୋଲା ସ୍କ୍ରିପ୍ଚରା। ମାନେ ଜଣେ ବ୍ୟକ୍ତି ଧାର୍ମିକ ଗଣିତ ହେବା ନିମନ୍ତେ କେବଳ ଈଶ୍ୱରଙ୍କର ଧର୍ମଶାସ୍ତ୍ର, ଈଶ୍ୱରଙ୍କର ପବିତ୍ର ବାକ୍ୟର ଆବଶ୍ୟକ ଅଛି। ଦ୍ୱିତୀୟ ବିଷୟ କହନ୍ତି ସୋଲା ଗ୍ରେସିଆ। ଧାର୍ମିକ ଗଣିତ ହେବା ନିମନ୍ତେ ଈଶ୍ୱରଙ୍କର ଅନୁଗ୍ରହର ଆବଶ୍ୟକ ଅଛି। ତୃତୀୟ ବିଷୟ କହନ୍ତି ଧାର୍ମିକ ଗଣିତ ହେବା ନିମନ୍ତେ ସୋଲା ଫିଡି ବା କେବଳ ବିଶ୍ୱାସର ଆବଶ୍ୟକ ଅଛି। ଜଣେ ବ୍ୟକ୍ତି ଧାର୍ମିକ ଗଣିତ ହେବା ନିମନ୍ତେ ସୋଲି ଡିଓ ଗ୍ଲୋରିଆ ମାନେ ଈଶ୍ୱରଙ୍କର ଗୌରବ କରିବାର ଆବଶ୍ୟକ ଅଛି। ପଞ୍ଚମ ବିଷୟ କହନ୍ତି ଜଣେ ବ୍ୟକ୍ତି ଧାର୍ମିକ ଗଣିତ ହେବା ନିମନ୍ତେ ସୋଲୁସ୍ ଖ୍ରୀଷ୍ଟୁସ୍ ମାନେ କେବଳ ଖ୍ରୀଷ୍ଟଙ୍କ ଦ୍ୱାରା ହିଁ ଜଣେ ମନୁଷ୍ୟ ସେ ଧାର୍ମିକ ଗଣିତ ହୋଇଥାଏ। এই 5ଟି ସଲା ଦ୍ୱାରା ଜଣେ ମନୁଷ୍ୟ
a full righteousness. ଗୋଟେ ପ୍ରକୃତ ପୂର୍ଣ୍ଣ ଧାର୍ମିକ ଜୀବନ ସେ এই ଜଗତରେ ସେ ଅତିବାହିତ କରିବ। ଆଜିର ଯେଉଁ ଶାସ୍ତ୍ରାଂଶ ଆମେ ପାଠ କରିଅଛୁ, ଆଜି এই ଅଳ୍ପ ସମୟ ଆଲୋଚନା କରିବା ନିମନ୍ତେ এই ପାଞ୍ଚଟି ଶଲା ମଧ୍ୟରୁ ଆମେ ଗୋଟିଏ ଶଲା ବିଷୟରେ ଆଲୋଚନା କରିବା। ସେଇ ଶଲା ହେଉଛି ସୋଲା ସ୍କ୍ରିପ୍ଚରା ବା the word of God alone. ଈଶ୍ୱରଙ୍କର ବାକ୍ୟ କେବଳ ଆମ୍ଭମାନଙ୍କ ଜୀବନକୁ ସେ ଧାର୍ମିକ ଗଣିତ କରିଥାଏ। ଈଶ୍ୱରଙ୍କର ପବିତ୍ର ବାକ୍ୟ ଆମ୍ଭମାନଙ୍କର ଜୀବନକୁ ପରିବର୍ତ୍ତନ କରିଥାଏ। ଈଶ୍ୱରଙ୍କର ପବିତ୍ର ବାକ୍ୟ ଯାହାକି ଆମମାନଙ୍କର ଏସ୍କାଟୋଲୋଜିକାଲ ହୋପ୍, সেই ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବାର ଗୋଟିଏ ପଥ ଦେଖାଇଥାଏ। ଈଶ୍ୱରଙ୍କର ପବିତ୍ର ବାକ୍ୟ ଏକ ଜୀବନଦାୟକ ଶକ୍ତିର ବାକ୍ୟ ଅଟେ। ପ୍ରୋଟେଷ୍ଟାଣ୍ଟ ରିଫର୍ମେସନ ର କେନ୍ଦ୍ରୀୟ ମତବାଦ ଥିଲା ବା ସେଣ୍ଟ୍ରାଲ ଟେନେଟ୍ ଥିଲା ଦ ସୋଲା ସ୍କ୍ରିପ୍ଚରା। medieval period, reformation period, modern ages, ଆଜି post modern ages ରେ ମଧ୍ୟ ଆମେ ଗୋଟେ ବିଷୟକୁ ଦୃଷ୍ଟି ଦେବାକୁ ହେବ, ତାହା ହେଉଛି ସୋଲା ସ୍କ୍ରିପ୍ଚରା, ଈଶ୍ୱରଙ୍କର ପବିତ୍ର ବାକ୍ୟ। ପ୍ରୋଟେଷ୍ଟାଣ୍ଟ ରିଫର୍ମେସନ ଯେତେ ଲୋକ ଥିଲେ ମଧ୍ୟ ସେମାନେ ତାଙ୍କର ବହୁତ ଗୁରୁତ୍ୱପୂର୍ଣ୍ଣ ଇମ୍ପୋର୍ଟାନ୍ସ ଥିଲା ଦି ସୋଲା ସ୍କ୍ରିପ୍ଚର, ଦ ୱାର୍ଡ ଅଫ ଗଡ୍ ଆଲୋନ୍। ସେଇ ସମୟରେ ରୋମାନ କାଥଲିକ ଦେଶର ପ୍ରତ୍ୟେକଙ୍କୁ ଶାସନ କରୁଥାଏ ଏବଂ ରୋମାନ କାଥଲିକ ଚର୍ଚ୍ଚର ଯୋଉ ଚର୍ଚ୍ଚ ଟ୍ରାଡିସନ ଥିଲା ଏବଂ ପପର ଯେଉଁ କ୍ଷମତା ଥିଲା, ସେଇ ସବୁଠାରୁ ମଧ୍ୟ ଈଶ୍ୱରଙ୍କର ବାକ୍ୟ ବା ପବିତ୍ର ଧର୍ମଶାସ୍ତ୍ରର କ୍ଷମତା ସର୍ବଶ୍ରେଷ୍ଠ ଥିଲା। ଆଜି ମଣ୍ଡଳୀ ମଧ୍ୟରେ ଚର୍ଚ୍ଚ ଟ୍ରାଡିସନ ଏବଂ ଚର୍ଚ୍ଚର ଅନେକ ବିଷୟକୁ ଧାରଣ କରି ସର୍ବଶ୍ରେଷ୍ଠ ଚର୍ଚ୍ଚ ବୋଲି କହନ୍ତି। କିନ୍ତୁ ଯେଉଁ ମଣ୍ଡଳୀ ମଧ୍ୟରେ ଈଶ୍ୱରଙ୍କର ଧର୍ମଶାସ୍ତ୍ରର ଜାଗା ନାହିଁ, ଈଶ୍ୱରଙ୍କର ପବିତ୍ର ବାକ୍ୟକୁ କେନ୍ଦ୍ର କରି ଜୀବନ ଯାପନ କରୁନାହାନ୍ତି, ସେଇ ମଣ୍ଡଳୀ ନୁହେଁ, କିନ୍ତୁ ସେଇ ମଣ୍ଡଳୀ ହେଉଛି ବିଜନେସ୍ ସେଣ୍ଟର। ମାର୍ଟିନ ଲୁଥର କହନ୍ତି ବାଇବଲ ଆଣ୍ଡ ସ୍କ୍ରିପ୍ଚର ବା ୱାର୍ଡ ଅଫ ଗଡ୍, ଧର୍ମଶାସ୍ତ୍ର ଏବଂ ଈଶ୍ୱରଙ୍କର ବାକ୍ୟ ମଣ୍ଡଳୀର ହେଡ୍ ବା ଇଜ ଦ ହେଡ୍ ଅଫ ଚର୍ଚ୍ଚ, ମଣ୍ଡଳୀର ମସ୍ତକ ସ୍ୱରୂପ ଅଟେ ବୋଲି ସେ କହନ୍ତି। ମଧ୍ୟ ସେ କହନ୍ତି ଈଶ୍ୱରଙ୍କର ପବିତ୍ର ବାକ୍ୟ ପ୍ରତ୍ୟେକ ଲୋକ ଧ୍ୟାନ କରିବେ, ପଢିପାରିବେ ଏବଂ ଈଶ୍ୱରଙ୍କର ପବିତ୍ର ବାକ୍ୟକୁ ପ୍ରଚାର ପ୍ରସାର କରିପାରିବେ। ଏହା ସେ ତାଙ୍କରି ମତବାଦରେ ସେ କହନ୍ତି। ଆମେ ମିଡିଭାଲ ପିରିୟଡରେ ରୋମାନ କାଥଲିକ ଚର୍ଚ୍ଚ ମାନଙ୍କ ସମୟରେ ଈଶ୍ୱରଙ୍କର ବାକ୍ୟକୁ ପଢି ପାରୁନଥିଲୁ, ଧ୍ୟାନ କରିପାରୁନଥିଲୁ, ପ୍ରଚାର କରିପାରୁନଥିଲୁ। କିନ୍ତୁ ଲୁଥର ସେ କହନ୍ତି ଈଶ୍ୱରଙ୍କର ପବିତ୍ର ବାକ୍ୟ ଧ୍ୟାନ କରିବା ଉଚିତ ଏବଂ ଈଶ୍ୱରଙ୍କର ପବିତ୍ର ବାକ୍ୟ ପ୍ରଚାର କରିବା ଏବଂ ପ୍ରସାର କରିବା, ବ୍ୟାଖ୍ୟାନ କରିବା ଉଚିତ ବୋଲି ସେ କହନ୍ତି। ସେ ମଧ୍ୟ କହନ୍ତି ଈଶ୍ୱରଙ୍କର ପବିତ୍ର ବାକ୍ୟକୁ ଯେ ଆମେ ଯେ ବ୍ୟାଖ୍ୟାନ କରିବା, ଆମେ ଯେ ତାକୁ ଇଣ୍ଟରପ୍ରିଟେସନ କରିବା ତାହା ନୁହେଁ, କିନ୍ତୁ ଈଶ୍ୱରଙ୍କର ପବିତ୍ର ବାକ୍ୟକୁ ଯେଉଁମାନେ ପଢନ୍ତି ସେ ଈଶ୍ୱରଙ୍କର ପବିତ୍ର ବାକ୍ୟ ଆମମାନଙ୍କୁ ସେ ବ୍ୟାଖ୍ୟାନ କରିଥାଏ। The word of
is like a mirror for us. ଈଶ୍ୱରଙ୍କର ପବିତ୍ର ବାକ୍ୟ ଗୋଟେ ମିରର ସଦୃଶ୍ୟ ଆମ୍ଭମାନଙ୍କ ନିମନ୍ତେ। ତେଣୁ ପ୍ରିୟ ମଣ୍ଡଳୀ, ଆଜିର ଶାସ୍ତ୍ରାଂଶରେ ମଧ୍ୟ ଆମେ ଦୁଇଟି ଜଣଙ୍କର ବିଷୟରେ ଦେଖୁ। ପ୍ରଥମ ହେଉଛି ଧନୀ ଲୋକ ଏବଂ ଦ୍ୱିତୀୟ ହେଉଛି ଲାଜା। ଧନୀ ଲୋକ ସେ ଯେତେବେଳେ ନର୍କକୁ ପ୍ରବେଶ କଲା, ସେହି ସମୟରେ ସେ ଅବ୍ରାହମଙ୍କ ସହିତ ସେ କଥା ହୁଅନ୍ତି। ଆଉ ଅବ୍ରାହମ କହନ୍ତି, ହେ ବାବୁ, ହେ ମୋହର ପୁତ୍ର, ତୁମର 5 ଭାଇ ନିକଟରେ ମୂଷା ଏବଂ ଭାବବାଦୀଙ୍କ ଧର୍ମଶାସ୍ତ୍ର ଅଛି, ସେମାନେ ତାହାକୁ ଧ୍ୟାନ କରନ୍ତୁ। ସେତେବେଳେ ସେ ଧନୀ ଲୋକ କହିଥିଲେ, ଇଟ ଇଜ ନଟ୍ ଏନଫ୍। ଈଶ୍ୱରଙ୍କର ବାକ୍ୟ ଯଥେଷ୍ଟ ନାହିଁ ବୋଲି ସେ କହିଲା। ତେଣୁ ଆଜିର ଶାସ୍ତ୍ରାଂଶକୁ ଭିତ୍ତି କରି ମୁଁ ଗୋଟେ ଶିରୋନାମା ନେଇଛି, ଦ ସ୍କ୍ରିପଚର or word of God, enough is enough to live in the world. The scripture or word of God, enough is enough to live in the world. ଈଶ୍ୱରଙ୍କର ପବିତ୍ର ବାକ୍ୟ ଏବଂ ଧର୍ମଶାସ୍ତ୍ର ଏହି ଜଗତରେ ବଞ୍ଚିବାକୁ ଯଥେଷ୍ଟରୁ ଯଥେଷ୍ଟ ଅଟେ। ଈଶ୍ୱରଙ୍କର ପବିତ୍ର ବାକ୍ୟ ବା ଧର୍ମଶାସ୍ତ୍ର ଦ୍ୱାରା ଏହି ଜଗତରେ ବଞ୍ଚିବାକୁ ଯଥେଷ୍ଟରୁ ଯଥେଷ୍ଟ ଅଟେ। ପ୍ରିୟ ମଣ୍ଡଳୀ, ଆଜିର ଶାସ୍ତ୍ରାଂଶ ଯାହା ଆମ୍ଭେମାନେ ଧ୍ୟାନ କଲୁ, ସେଠାରେ ଲୋକଲିଖିତ ସୁସମାଚାର ତାର 16 ପର୍ବ 19 ପଦରୁ 31 ପଦ ମଧ୍ୟରେ ଆମେ ଦୁଇ ଜଣଙ୍କ ବିଷୟରେ ଆମମାନେ ଦୃଷ୍ଟିଗୋଚର କରୁ। ତାହା ହେଉଛି ଧନୀ ଲୋକ ଏବଂ ଲାଜା। ଏହି ଶାସ୍ତ୍ରାଂଶକୁ ବିଭିନ୍ନ ଲୋକ ବିଭିନ୍ନ ମାର୍ଗରେ ବିଭିନ୍ନ ଦୃଷ୍ଟିକୋଣରେ ତାହାକୁ ପ୍ରକୃତରେ ବ୍ୟାଖ୍ୟାନ କରନ୍ତି ବା ସେରମନ ବା ମେସେଜ ତାକୁ ତିଆରି କରିଥାନ୍ତି। କିନ୍ତୁ ଯୀଶୁ ଯୀଶୁଙ୍କର ଇଣ୍ଟେନସନ କଣ ଥିଲା ଏ ପାରାବଲ ଦ୍ୱାରା? ଧନୀ ଏବଂ ଲାଚାରର এই ଯୋଉ କାହାଣୀ ବା ଘଟଣା ଦ୍ୱାରା ଯୀଶୁ କଣ କହିବାକୁ ଚାହୁଁଥିଲେ ଫାରୁସୀ ଏବଂ ସାଧୁକୀ ମାନଙ୍କୁ? ଯୀଶୁ ଶିକ୍ଷା ଦେଉନାହାନ୍ତି କି ଜଣେ ବିଶ୍ୱାସୀ ଓ ବିଶ୍ୱାସିନୀ ମୃତ୍ୟୁ ପରେ କଣ ହେବ ତାହା କହିବାକୁ ପ୍ରଭୁ ଚାହୁଁନାହାନ୍ତି। ସେଇ ବିଷୟ ଶିକ୍ଷା ଦେବାକୁ ପ୍ରଭୁ ତାଙ୍କର ଇଣ୍ଟେନସନ ନାହିଁ, ତାଙ୍କର ପଏଣ୍ଟ ନାହିଁ। ଯୀଶୁ ଶିକ୍ଷା ଦେବାକୁ ମଧ୍ୟ ଚାହୁଁନାହାନ୍ତି କି ଗୋଟେ ହେଭେନ କେମିତି ଆଉ ହେଲ୍ କେମିତି, ସ୍ୱର୍ଗ କିପରି ଅଟେ ଏବଂ ନର୍କ କିପରି ଅଟେ, ସେ ବିଷୟ ମଧ୍ୟ କହିବାକୁ ସେ ଚାହୁଁନାହାନ୍ତି। ଯୀଶୁ ଶିକ୍ଷା ଦେବାକୁ ବା କହିବାକୁ ଚାହୁଁନାହାନ୍ତି ଯେ ହେଭେନ ଏବଂ ହେଲ୍ ବିଷୟ ଅଛି, ସେଠାରେ ବିଶ୍ୱାସ କର, ସେଇ ବିଷୟ ମଧ୍ୟ କହିବାକୁ ଚାହୁଁନାହାନ୍ତି। ଯୀଶୁ ଶିକ୍ଷା ଦେବାକୁ ବା କହିବାକୁ ଚାହୁଁନାହାନ୍ତି କି ହେଲ୍ପ ଟୁ ଦି ପୁଅର, ଗୋଟେ ଦରିଦ୍ରକୁ ତୁମେ ସାହାଯ୍ୟ କର, ସେଇଟା ମଧ୍ୟ କହିବାକୁ ଚାହୁଁନାହାନ୍ତି। ଯୀଶୁ ଶିକ୍ଷା ଦେବାକୁ ଚାହୁଁନାହାନ୍ତି କି distinction between the rich man and poor man, ଧନୀ ଏବଂ ଧନୀ ଲୋକ ଏବଂ ଗରିବ ଲୋକ ମଧ୍ୟରେ ପ୍ରଭେଦ କଣ, ପୃଥକୀକୃତ କଣ ଅଟେ, ସେଇଟା ମଧ୍ୟ ଯୀଶୁ କହିବା ନିମନ୍ତେ ଚାହୁଁନାହାନ୍ତି। ଯୀଶୁ କହିବା ନିମନ୍ତେ ଚାହୁଁନାହାନ୍ତି କି ଗରିବ ହେଲେ ସ୍ୱର୍ଗରେ ଯିବ ଏବଂ ଧନୀ ହେଲେ ନର୍କରେ ଯିବ, ସେଇଟା ମଧ୍ୟ କହିବାକୁ ପ୍ରଭୁ ଚାହୁଁନାହାନ୍ତି। କି ତାଙ୍କର ପଏଣ୍ଟ ସେଇଟା ନୁହେଁ। କିନ୍ତୁ ଯୀଶୁଙ୍କର ପଏଣ୍ଟ ଇଜ ଟୁ ୱେକ୍ ଅପ୍ ଦ Pharisee and Sadducee and religious people should know authentically Moses and prophet. It is the way to salvation. ଯୀଶୁଙ୍କର କହିବାର ତାତ୍ପର୍ଯ୍ୟ ହେଉଛି
ଯେ ଫାରୁସୀ ଏବଂ ଧର୍ମୀୟ ଲୋକମାନେ ଯେପରି ସେମାନେ ଜାଗ୍ରତ ହେବେ ଏବଂ ଈଶ୍ୱରଙ୍କର ଯୋଉ ମୋସା ଏବଂ ଭାବବାଦୀଙ୍କର ପୁସ୍ତକ ଯାହା ଯୀଶୁଙ୍କ ବିଷୟରେ କୁହାଯାଇଛି ତାହା ଅଥେଣ୍ଟିକ ଭାବରେ ସେମାନେ ଯେପରି ଜାଣିପାରିବେ, ଏଥିପାଇଁ ଯୀଶୁ ଏହି ଶାସ୍ତ୍ରାଂଶକୁ ସେ ଉଦ୍ଧୃତ କରିଅଛନ୍ତି। ଯେପରି ସେମାନେ ପ୍ରମିଜ ମସାୟା ଯେ ପ୍ରତିଜ୍ଞାର ଈଶ୍ୱରଙ୍କୁ ସେମାନେ ଜାଣିବେ, ସେ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରିବେ ଯେ ଖ୍ରୀଷ୍ଟଙ୍କ ଠାରେ both man and God in one Christ, ଗୋଟେ ଖ୍ରୀଷ୍ଟଙ୍କ ଠାରେ ଈଶ୍ୱରତ୍ଵ ଏବଂ ମନୁଷ୍ୟତ୍ଵ ରହିଛି। ଆଉ ସେଇ ଖ୍ରୀଷ୍ଟଙ୍କ ଠାରେ ସେ ଖ୍ରୀଷ୍ଟଙ୍କର ବାକ୍ୟରେ ଯେପରି ସେମାନେ ବିଶ୍ୱାସ କରିବେ, ସେଥିପାଇଁ ଏହି ଶାସ୍ତ୍ରାଂଶ ଉଦ୍ଧୃତ କଲେ। ଫାରୁସୀ ଏବଂ ସାଧୁକୀ ମାନେ ମୋସା ଏବଂ ଭାବବାଦୀ ମାନଙ୍କର ପୁସ୍ତକର ସମ୍ପୂର୍ଣ୍ଣ ଭାବେ ଜାଣୁଥିଲେ। ସେମାନେ ଗୋଟିଏ ମାନେ ତାଙ୍କର ଧର୍ମଶାସ୍ତ୍ରରେ ଗୋଟିଏ ପିନ୍ ଯଦି ପଡି ଯାଇଛି, ସେ ଅକ୍ଷର ଯଦି ଡ୍ୟାମେଜ ହେଇଯାଇଛି, ତେବେ ସେ ଅକ୍ଷର କଣ ତାହା ଜାଣୁଥିଲେ। ସେ ଏତେ ପାରଙ୍ଗମ ଲୋକ ଥିଲେ, କିନ୍ତୁ ଅଥେଣ୍ଟିକାଲି ତାହା ଦ୍ୱାରା ସେଇ ଭିତରେ ଈଶ୍ୱର ଅନନ୍ତ ଜୀବନ ଦେଉଅଛନ୍ତି, ସେଇଟାକୁ ସେମାନେ ଜାଣି ପାରୁନାହାନ୍ତି। କାରଣ ଈଶ୍ୱରଙ୍କର ପବିତ୍ର ବାକ୍ୟକୁ କେବଳ ସେମାନେ ଆର୍ଗୁମେଣ୍ଟାଲି ସେମାନେ ବ୍ୟବହାର କରୁଥିଲେ। ପ୍ରିୟ ମଣ୍ଡଳୀ, କେବଳ ବାଦାନୁବାଦ କରିବା ନିମନ୍ତେ, କେବଳ ଯୁକ୍ତିତର୍କ କରିବା ନିମନ୍ତେ ଈଶ୍ୱରଙ୍କର ପବିତ୍ର ବାକ୍ୟକୁ ସେମାନେ ବ୍ୟବହାର କରୁଥିଲେ। ଆଜିର ଶାସ୍ତ୍ରାଂଶ ମଧ୍ୟରେ ଆମେ ସେହି ବ୍ୟକ୍ତି ବିଷୟରେ ଦେଖୁ, ରିଚ୍ ମ୍ୟାନ୍ ବୋଲିକି। ରିଚ୍ ମ୍ୟାନ୍, ସେ ରିଚ୍ ମ୍ୟାନ୍ 19 ପଦରେ ଲେଖା ଅଛି, ଜଣେ ଧନୀ ଲୋକ ଥିଲା, ସେ ବହୁମୂଲ୍ୟ ବସ୍ତ୍ର ପିନ୍ଧି ମହାଡମ୍ବରରେ ପ୍ରତିଦିନ ଆମୋଦ ପ୍ରମୋଦ କରୁଥିଲା। ଏ ବାକ୍ୟରେ ଆମେ ମାନେ ଜାଣିପାରୁଛୁ ଯେ ମାନେ there is no a poverty, ମାନେ ଗୋଟେ ଅଭାବ ନାହିଁ ତା ଜୀବନରେ। ଇନସାଟିସ୍ଫାକ୍ସନ ମାନେ ସାଟିସ୍ଫାକ୍ସନ ଅଛି ସବୁ ବିଷୟରେ ସେ ସାଟିସ୍ଫାକ୍ସନ ଅଛି। ସେ ୱେଲ୍ଦି ଅଛି, ତାର ପାଖରେ ଧନ ସମ୍ପତ୍ତି ମାନ ସମ୍ମାନ, ସେ ବହୁମୂଲ୍ୟ ବସ୍ତ୍ର ପିନ୍ଧି ମହାଡମ୍ବରରେ ସେ ଜୀବନ ଯାପନ କରୁଛି। ଏଭ୍ରିଥିଂ ଇଜ ହି ହ୍ୟାଜ, ପ୍ରତ୍ୟେକ ବିଷୟ ତାଙ୍କର ଜୀବନରେ ଅଛି, କିନ୍ତୁ ଗୋଟିଏ ବିଷୟ ତାର ଅଭାବ ଅଛି। ସେଇଟା ଯୀଶୁ କହିବାକୁ ଚାହୁଁଛନ୍ତି। ଆଉ ତାହା ପ୍ରକୃତରେ 30 ପଦ ମଧ୍ୟରେ ସେ କହିଲା, ହେ ପିତା ଅବ୍ରାହମ, ତାହା ଯଥେଷ୍ଟ ନୁହେଁ। The word of God not enough for me and for my 5 brothers. ମୋର 5ଟି ଭାଇ ନିମନ୍ତେ ଏବଂ ମୋର ନିମନ୍ତେ ଈଶ୍ୱରଙ୍କର ବାକ୍ୟ ଯଥେଷ୍ଟ ନାହିଁ। ପ୍ରିୟ ଈଶ୍ୱରଙ୍କର ଲୋକମାନେ, ଆଜି ଆମେମାନେ ଜଗତରେ ବାସ କରୁଅଛୁ। এই ଜଗତରେ ବାସ କରୁଥିବା ସମୟରେ we have everything, ଆମ ପାଖରେ ସବୁ ବିଷୟ ଅଛି। ଧନ ଅଛି, ସମ୍ପତ୍ତି ଅଛି, ମାନ ଅଛି, ସମ୍ମାନ ଅଛି, 4 wheeler ଅଛି, ବଡ ବଡ ବିଲ୍ଡିଂସ ଅଛି। ଜାଗତିକ ଦୃଷ୍ଟିକୋଣରୁ ଦେଖିଲେ ଆମମାନଙ୍କର କୌଣସି ଅଭାବ ନାହିଁ, କିନ୍ତୁ ଆତ୍ମିକ ଦୃଷ୍ଟିକୋଣରୁ ଦେଖିଲେ ଆମମାନଙ୍କର କଣ ଅଭାବ ଅଛି କି? ଆମର ଅଭାବ ଅଛି, ତାହା ହେଉଛି believe in the word of God, believe in the scripture, ଈଶ୍ୱରଙ୍କର ପବିତ୍ର ବାକ୍ୟ ଉପରେ ଭରସା କରିବାର ଅଭାବ ଅଛି। The lack of faith, disregard to fellow Lazarus. ସେ ରିଚ୍ ମ୍ୟାନ୍ ଜୀବନର ସବୁ ବିଷୟ ଅଛି, ମାତ୍ର ତା ପାଖରେ ପ୍ରଭୁଙ୍କର ବାକ୍ୟ ଉପରେ ଭରସା ବିଶ୍ୱାସ କରିବାର ଶକ୍ତି ନାହିଁ। ତ ଦ୍ୱାରା ସେ ତା ପାଖରେ ନିକଟସ୍ଥ ଲାଜାରକୁ ସେ ଡିସରିଗାର୍ଡ କଲା, ଅସମ୍ମାନ କଲା। ପ୍ରିୟ ମଣ୍ଡଳୀ, ଆପଣମାନେ ପୁରାତନ ପୁସ୍ତକର ଆମୋସ ଭବିଷ୍ୟତ ବକ୍ତାଙ୍କର
पुस्तक जदि पढ़िबे सही समय इस्राएल गोटे हेल्दी प्रॉस्पेरिटी पीस रो राज्य थिला। ईश्वर से आमोस भाववादी को पुस्तक रे से कहिले आम्बे तुम्भर गीत को घृणा करू, आम्बे तुम्भर पर्व पर्वाणी को घृणा करू, तुमरी उपासना को घृणा करू, तुमरी वाद्य यंत्र को घृणा करू, तुम्भर महासभा को आमने अग्राह्य करू बोली कहे। Why God says like this? ईश्वर काहीकि कहिले? कारण ईश्वर कहिबार तात्पर्य हेउछि से माने प्रकृतरे से माने जहा वर्शिप करुथिले से वर्शिप सहित से मानकर दैनंदिन जीवनर कौनसी मेल खाउ नथिला। से मानकर वर्क एवं से मानकर वर्ड टोटाली डिफरेंट। से मानकर कार्य एवं से मानकर गीत से मानकर उपासना से मानकर सभा समिति पूरा अलग। आम स्वभाववादी को पुस्तक रे जदि आमने दृष्टिगोचर करिबा सेठारे से माने प्रार्थना उपवास प्रार्थना दान धन संपत्ति प्रत्येक विषय ईश्वर को देउथिले, किंतु दरिद्र लोक मानक प्रति तांकरी अपव्यवहार थिला। गोटे स्त्री पाखरे बापा एवं पुओ गमनागमन करुथिले बोली लेखा अछि। रूपा पाई धार्मिक मानक विक्रय करुथिले, दुई जोड़ा पाद माने दुई जोड़ा पादुका निमंते दरिद्र मानक विक्रय करुथिले बोली लेखा अछि। आउ ए परिस्थिति रे प्रभु से मानक प्रति अभिशाप देले, अर्थात दे डिडंट बिलीव द स्क्रिप्चर। ईश्वरंकर पवित्र वाक्य उपरे से मानकर विश्वास नाही कि भरोसा नाही। प्रिय मंडळी, प्रिय ईश्वरंकर लोक माने आज शास्त्रांश रे मध्य से धनी लोक से गोटे विषय कहिले जे द वर्ड ऑफ गॉड नॉट एनफ। ईश्वरंकर पवित्र वाक्य मो निमंते यथेष्ट नाही बोली कहले। आज मध्य प्रकृतरे ईश्वरंकर वाक्य आमर मंडली मध्य बोरिंग हो जाइछि। अनेके अछंती ईश्वरंकर पवित्र वाक्य कहला बेले उपासना कला बेले से मोबाइल यूज करती। से उपासना मध्य रही विभिन्न चिंता करती। ईश्वरंकर पवित्र वाक्य उपरे दृष्टि नाही। ईश्वरंकर पवित्र वाक्य को से माने गोटे साधारण वाक्य बोली से माने विश्वास करती, कारण से माने फुल ऑफ द फिजिकल प्रॉस्पेरिटी माने शारीरिक समृद्धि रे परिपूर्ण हेबा द्वारा से माने ईश्वरंकर वाक्यर कोनोसी आवश्यक नाही बोली से माने कहंती। एवं से माने मंडली मध्य रखी ईश्वरंकर बा जीसस सफरिंग डेथ एंड रिजरेक्शन रो जो गीत मध्य अछंती से गीत गाइबा मध्य पसंद करंती नाही। हमर कि जलुम मंडली रे गोटे गीत अछि, क्रुसे हत रक्षक तुम्हे शांति दायक, जदि मो निर्मल पापग्रस्त दुर्बल तुम्हे आशादायक क्रुसे हत रक्षक। एटा जेते बेले गाओ अनेक लोक बोर ही जाती, कि गीत माने गाउछंती आज काली किसी वैल्यू नहीं। आज उपासनार किसी वैल्यू नहीं, गीतर किसी वैल्यू नहीं, वर्ड ऑफ गॉड रो किसी वैल्यू नहीं। आज जो शास्त्रांश रे से धनी लोक सामना रे मध्य वर्ड ऑफ गॉड रो एवं ईश्वरंकर वाक्य रो एवं ईश्वरंकर गीत रो ईश्वरंकर उपस्थिति रो कोनोसी वैल्यू नहीं। आज लोक माने डॉक्ट्रिन ऑफ फेथ से विश्वास मतवाद को से स्वीकार करने को मध्य जानी ना, ख्रीष्टीय विश्वास मध्य बोल रहे जानी ना। आज यीशु जे मो लगे जगत रे आसिले आजिर पुओ झियो मान को कहले से माने हसीबे। आज काली कोन कहउछंती यीशु ते
ବାକ୍ୟର ଭ୍ୟାଲ୍ୟୁ ସେମାନଙ୍କର ପାଖରେ କିଛି ନାହିଁ। କିନ୍ତୁ ଆଜି ଆମର ମଣ୍ଡଳୀରେ ଭ୍ୟାଲ୍ୟୁ ଅଛି। କଣ ଭ୍ୟାଲ୍ୟୁ ଅଛି? ଯେ ତେଲ କିଣିବାର ଭ୍ୟାଲ୍ୟୁ ଅଛି, ତେଲ କିଣିବାର ଭ୍ୟାଲ୍ୟୁ ଅଛି, ପାଣି କିଣିବାର ଭ୍ୟାଲ୍ୟୁ ଅଛି। ଆଜି ପାଣି ଯଦି କିଣିବାର ଅଛି, ସେମାନେ ଏଠିରୁ ବିଶାଖାପାଟଣା ମଧ୍ୟ ଯିବେ, ଆଜି ସେଠିର ତେଲ କିଣିକରି ଆଣିବେ। ପଇସା ଦେଇ ହଜାର ହଜାର ଟଙ୍କା ପଇସା ଦେଇ ସେମାନେ ତେଲ କିଣି ଆଣିବେ। ମାତ୍ର ୱାର୍ଡ ଅଫ ଗଡ୍ ଶୁଣିବାକୁ, ବୁଝିବାକୁ କି କିଣିବାକୁ ସେମାନଙ୍କର ଶକ୍ତି ନାହିଁ। ସେମାନେ ଭାବନ୍ତି ତେଲ କିଣିଲେ ହେଇଗଲା ବୋଲିକି। ପାଣିରେ ମଧ୍ୟ କିଣନ୍ତି, ପାଣି ମଧ୍ୟ କିଣନ୍ତି ଯେମିତିକି ମୁଁ ସୁସ୍ଥତା ହେବି ବୋଲି। ଆଜି ସୁସ୍ଥତା ସେ ଆଶ୍ଚର୍ଯ୍ୟ କର୍ମ ପଛରେ ଆଜିକାଲି ସବୁ ପଶୁଛନ୍ତି, ୱାର୍ଡ ଅଫ ଗଡ୍ ଉପରେ କିଛି ନାହିଁ। ଯିଏକି ବଢିଆ ହସାଇ ହସାଇ ମେସେଜ ଦେବେ, ଏନ୍ଜୟମେଣ୍ଟର ମେସେଜ ଦେବେ, ସେ ମେସେଜକୁ ଲୋକମାନେ ଭଲରେ ଶୁଣିବେ। ସେଥିପାଇଁ ହିଁ ପାଉଲ କହୁଛନ୍ତି ଆନନ୍ଦର ମଜା ମଜଲିସର ମେସେଜରେ ହସି ହସି ସମସ୍ତେ ଗୋଟେ ଘଣ୍ଟା ଜାଗାରେ 2 ଘଣ୍ଟା ଭଲରେ ଶୁଣିବେ। କିନ୍ତୁ ଅଥେଣ୍ଟିକ ୱାର୍ଡ ଅଫ ଗଡ୍, ଈଶ୍ୱରଙ୍କର ଯୋଉ ଅଥେଣ୍ଟିକ ୱାର୍ଡ ଅଫ ଗଡ୍ ଅଛି, ସେ ୱାର୍ଡ ଅଫ ଗଡ୍ କୁ ସେ କିଏ ମଧ୍ୟ ଧ୍ୟାନ କରିବେ ନାହିଁ। ଆଜି ସେମିତି ଆମେ ଖ୍ରୀଷ୍ଟୀୟ ଜୀବନ ଆମେ ଏଇ ଜଗତର ଅତିବାହିତ କରୁଛୁ। ଭାବୁଛୁ ଆଜି ଅନେକ ଲୋକ ଯେ ତେଲ କିଣିଲେ ବୋଲେ ଆମେ ପ୍ରକୃତରେ ସୁସ୍ଥତା ହେବୁ ବୋଲିକି ଆମେ ବିଶ୍ୱାସ ଅଛି। ଈଶ୍ୱରଙ୍କର ପବିତ୍ର ବାକ୍ୟ କହେ, ଗୀତ ସଂଗୀତା 107 ପର୍ବ ତାର 20 ପଦ ମଧ୍ୟରେ କଣ କହେ, ଯଦି କିଏ ବାହାର କରିଛି ଦୟାକରି ପଢିଦେବେ, ଯଦି ମୁଁ ବି ବାହାର କଲେ ଶୀଘ୍ର। ଗୀତ ସଂଗୀତା 107 ପର୍ବ 20 ପଦ ମଧ୍ୟରେ ଏପରି ଲେଖାଯାଏ, ସେ ଆପଣ ବାକ୍ୟ ପଠାଇ ସେମାନଙ୍କୁ ସୁସ୍ଥ କରନ୍ତି, ପୁଣି ବିନାଶରୁ ସେମାନଙ୍କୁ ଉଦ୍ଧାର କରନ୍ତି। ଥ୍ୟାଙ୍କ ୟୁ ଭେରି ମଚ୍। ସେଠି ଲେଖା ଅଛି ସେ ଆପଣ ବାକ୍ୟ ପଠାଇ ସେମାନଙ୍କୁ ସୁସ୍ଥ କରନ୍ତି। ଏଠି କଣ ଲେଖା ଅଛି କି ପାଣି ପଠାଇ, ତେଲ ପଠାଇ? ଆମେ ସବୁବେଳେ ସେ ଆଶ୍ଚର୍ଯ୍ୟ କର୍ମରେ ଆମର ଜୀବନକୁ ଲିପ୍ତ କରୁଛୁ। ଆମେ ଯୋଉ ଗାଡ କି ତାଙ୍କରି ବାକ୍ୟ ମହତ୍, ଆମେ ଗୀତ ସଂଗୀତା 138 ପର୍ବ ତାର 2 ପଦ ମଧ୍ୟରେ ଯଦି ଆମେ ପଢିବା, ସେଠାରେ ମଧ୍ୟ ଈଶ୍ୱର ବହୁ ସୁନ୍ଦର ବିଷୟ ସେ କହନ୍ତି। 38 ପର୍ବ ତାର 2 ପଦ ଲେଖାଯାଏ, ମୁଁ ତୁମ୍ଭ ପବିତ୍ର ମନ୍ଦିର ଅଭିମୁଖରେ ତୁମର ଭଜନା କରିବି, ପୁଣି ତୁମର ସ୍ନେହପୂର୍ଣ୍ଣ କରୁଣା ଓ ତୁମର ସତ୍ୟତା ସକାଶେ ତୁମ ନାମର ଧନ୍ୟବାଦ କରିବି, କାରଣ ତୁମ୍ଭେ ଆପଣାର ନାମ ଅପେକ୍ଷା ଆପଣାର ବାକ୍ୟ ମହତ୍ କରିଅଛ। ଆଜି ବାକ୍ୟକୁ ଆଉ ମହତ୍ କିଏ କରିନାହାନ୍ତି। ପ୍ରଭୁ ନିଜ ଠାରୁ, ନିଜର ନାମ ଠାରୁ ତାଙ୍କରି ବାକ୍ୟକୁ ମହତ୍ କରିଛନ୍ତି। ତାଙ୍କରି ବାକ୍ୟ ହଉଛି ସର୍ବଶକ୍ତି ଅଟେ। ତାଙ୍କରି ବାକ୍ୟ ଲାଜାରକୁ କହିଲେ, ହେ ଲାଜାର ବାହାରି ଆସ, ତହିଁରେ ମୃତ୍ୟୁରୁ ବାହାରି ଆସିଲା। The word of the power of the word of God, ଈଶ୍ୱରଙ୍କର ବାକ୍ୟର ଶକ୍ତି କେତେ। ମାତ୍ର ସେଇ ବାକ୍ୟରେ ଆମର ବିଶ୍ୱାସ ନାହିଁ। ତେଲ ଉପରେ ବିଶ୍ୱାସ, ପାଣି ଉପରେ ବିଶ୍ୱାସ, ଆଶ୍ଚର୍ଯ୍ୟ କର୍ମ ଉପରେ ବିଶ୍ୱାସ। ଆରେ ଆଶ୍ଚର୍ଯ୍ୟ କର୍ମ, ସୁସ୍ଥତା ପ୍ରଭୁଙ୍କର ବାକ୍ୟ ଦ୍ୱାରା ଆସେ। ଜୀବନରେ ଆଶୀର୍ବାଦ ପ୍ରଭୁଙ୍କର ବାକ୍ୟ ଦ୍ୱାରା ଆସେ, ପାଳନ କରିବା ଦ୍ୱାରା ଆସେ। ମଣ୍ଡଳୀ, ଈଶ୍ୱରଙ୍କର ପବିତ୍ର ବାକ୍ୟ ମହତ୍ ଅଟେ। ସେଇ ବାକ୍ୟକୁ ଆଜି ଅନେକ ଲୋକ ତିରସ୍କାର କରନ୍ତି, ଖାଲି ଆଶ୍ଚର୍ଯ୍ୟ କର୍ମ ଦେଖିବାକୁ ଚାହାନ୍ତି। ଯୀଶୁଙ୍କର ମୃତ୍ୟୁରେ ମଧ୍ୟ କୃଷାର୍ପିତ ହେବା, ଯେତେବେଳେ ଯୀଶୁ କୃଷାର୍ପିତ ହେଲେ, ସେ କହିଲେ ଜଣେ ବ୍ୟକ୍ତି, ତୁ ଯଦି ଈଶ୍ୱରଙ୍କର ପୁତ୍ର ତାହେଲେ କୃଷରୁ ଓହ୍ଲାଇ ଆସେ, ତେବେ ଆମେ ବିଶ୍ୱାସ କରିବୁ ଯେ ତୁମେ ଈଶ୍ୱରଙ୍କ ପୁତ୍ର। How it is? କେମିତି ଲୋକ, ଆଜି ଲୋକମାନେ ମଧ୍ୟ ଠିକ ସେମିତି, ସେଇଦିନ ମଧ୍ୟ ସେମିତି ଯୀଶୁଙ୍କୁ କହୁଛନ୍ତି ଯେ ତମେ କୃଷରୁ ଓହ୍ଲାଇ ଆସ, ଆଶ୍ଚର୍ଯ୍ୟ କର୍ମ ଦେଖାଅ, ତେବେ ଆମେ ଜାଣିବୁ ଯେ ତମେ ଈଶ୍ୱରଙ୍କ ପୁତ୍ର। ପ୍ରଭୁଙ୍କର ବାକ୍ୟ ଉପରେ ଭରସା ନାହିଁ, ବିଶ୍ୱାସ ନାହିଁ। ପ୍ରଭୁଙ୍କ ବାକ୍ୟ ତାଙ୍କର ପାଇଁ କିଛି ନାହିଁ। ଯୋଉ ପ୍ରଭୁ କି ସେ ଆପଣ ଜୀବନ ଦ୍ୱାରା ପରିତ୍ରାଣର କାର୍ଯ୍ୟ ସାଧନ କରୁଛନ୍ତି ଲୋକମାନଙ୍କ ନିମନ୍ତେ, ତାହାର କିଛି ଭ୍ୟାଲ୍ୟୁ ନାହିଁ।
କିନ୍ତୁ ଭ୍ୟାଲ୍ୟୁ ଅଛି କଣ? ଆଶ୍ଚର୍ଯ୍ୟକର। ତାଙ୍କର ଚିହ୍ନ ଦରକାର। ଜିହୁଦୀ ମାନେ ଚିହ୍ନ ଅନ୍ୱେଷଣ କରନ୍ତି। ଆଜି ମଧ୍ୟ ଆମେ ସେମିତି ଚିହ୍ନ, ଆଶ୍ଚର୍ଯ୍ୟ କର୍ମ, ତେଲ ପାଣି ବିଭିନ୍ନ ବିଷୟରେ ଆଶ୍ଚର୍ଯ୍ୟ କର୍ମ ମାନେ ବିଶ୍ୱାସ କରିଥାଉ। ଆମେ ସେମିତି ଜୀବନରେ ବିଶ୍ୱାସ କରୁଛୁ। ସୁସ୍ଥ ପାଇଁ ଆଶ୍ଚର୍ଯ୍ୟ କର୍ମ ପାଇଁ ପାର୍ଟିକୁଲାର ଗୋଟେ ଲୋକ ପାଖରେ ବିଶ୍ୱାସ, କିନ୍ତୁ ଖ୍ରୀଷ୍ଟଙ୍କର ବାକ୍ୟ ଉପରେ, ଈଶ୍ୱରଙ୍କର ବାକ୍ୟ ଉପରେ ଆମର ଭରସା ବିଶ୍ୱାସ ନାହିଁ। ପ୍ରିୟ ମଣ୍ଡଳୀ, ଆଜି ଆପଣ ମାନେ ସୁସ୍ଥ ହେଇଯିବେ। ମୁଁ ମଧ୍ୟ ପ୍ରାର୍ଥନା କଲେ, କି କୌଣସି ବାଳକ, କୌଣସି ସାଧାରଣ ବ୍ୟକ୍ତି ମଧ୍ୟ ପ୍ରାର୍ଥନା କଲେ ସୁସ୍ଥ ହେଇଯିବେ, କିଡନୀ ଫେଲ୍ୟୁର ମଧ୍ୟ ସୁସ୍ଥ ହେଇଯିବେ, କିନ୍ତୁ ହେଲେ ମଧ୍ୟ 120 ବର୍ଷରେ ବଞ୍ଚି ପାରିବେନି। ଆପଣ ମୃତ୍ୟୁ ହେବେ ହିଁ ହେବେ, ମୃତ୍ୟୁ ହେବେ। ଆପଣ ଅନନ୍ତ କାଳୀନ ନୁହନ୍ତି। ଆପଣ ମାନେ ପ୍ରିୟ ମଣ୍ଡଳୀ, ଦ ଖ୍ରାଇଷ୍ଟ ଇଜ ଆଲୋନ୍ ଇଟର୍ନାଲ। ଈଶ୍ୱର କେବଳ ଅନନ୍ତ କାଳୀନ ଅଟନ୍ତି, କିନ୍ତୁ ଆପଣ ମାନେ ନୁହନ୍ତି। ଆପଣ ସୁସ୍ଥ ହେଲେ ମଧ୍ୟ ଆପଣ ମୃତ୍ୟୁକୁ ଆସ୍ୱାଦନ କରିବାକୁ ହେବ। ଆମେ ମୃତ୍ୟୁ ହେଲେ ମଧ୍ୟ ଖ୍ରୀଷ୍ଟଙ୍କର, ଜୀବନରେ ଥିଲେ ମଧ୍ୟ ଖ୍ରୀଷ୍ଟଙ୍କର। ଆମେ ଆଉ ସେଇ ଖ୍ରୀଷ୍ଟଙ୍କର ବାକ୍ୟକୁ ବିଶ୍ୱାସ କରି ଆମେ ମାନେ ଆମମାନଙ୍କର ଖ୍ରୀଷ୍ଟୀୟ ଜୀବନକୁ ଯାପନ କରିବାର ଆବଶ୍ୟକ ଅଛି। ଯିଶାୟ ଭାବବାଦୀଙ୍କ ପୁସ୍ତକ ତାର 40 ପର୍ବ ତାର 8 ପଦ ମଧ୍ୟରେ ଲେଖାଯାଏ, ତୃଣ ଶୁଷ୍କ ହୋଇଯାଏ, ପୁଷ୍ପ ମଳିନ ହୁଏ, ମାତ୍ର ଆମ୍ଭମାନଙ୍କର ପରମେଶ୍ୱରଙ୍କର ବାକ୍ୟ ଅନନ୍ତ କାଳ ସ୍ଥାୟୀ। The word of God is eternal. ସବୁ ନଷ୍ଟ ହେଇଯିବ, ମାତ୍ର ଯେଉଁମାନେ ପ୍ରଭୁଙ୍କର ବାକ୍ୟରେ ବିଶ୍ୱାସ ଭରସା କରି ଜୀବନ ଅତିବାହିତ କରିଥିବେ, ସେମାନଙ୍କର କୌଣସି କଣ ହେବ ନାହିଁ, ନଷ୍ଟ ହେବ ନାହିଁ। ତା ଅନନ୍ତ କାଳ ସ୍ଥାୟୀ, ଇଟର୍ନାଲ, କେବେ ମଧ୍ୟ ତାହା ନଷ୍ଟ ହୁଏ ନାହିଁ। ପ୍ରିୟ ମଣ୍ଡଳୀ, ପ୍ରିୟ ଈଶ୍ୱରଙ୍କର ଲୋକମାନେ, ସେଥିପାଇଁ ମଧ୍ୟ ଲୁଥର କହନ୍ତି ତାଙ୍କରି ଷ୍ଟେଟମେଣ୍ଟରେ, ଦ ୱାର୍ଡ ଅଫ ଗଡ୍ ଇଜ ସଫିସିଏଣ୍ଟ ଫର ଖ୍ରୀଷ୍ଟିଆନ ଲାଇଫ ବୋଲି ସେ କହନ୍ତି। ଜଗତର କିଛି ନଥାଉ, ଜୀବନରେ କିଛି ନଥାଉ, ନା ଧନ ନଥାଉ, ସମ୍ପତ୍ତି ନଥାଉ, ଦେହ ସୁସ୍ଥ ଥାଉ, ଜୀବନର ସବୁ କିଛି ନଥାଉ, କିନ୍ତୁ ଯଦି ୱାର୍ଡ ଅଫ ଗଡ୍ ଯଦି ଅଛି, everything you have, ତମର ଜୀବନରେ ସବୁ କିଛି ଅଛି, ସବୁ କିଛି ପାଇଲ। ସେଥିପାଇଁ ପ୍ରଭୁଙ୍କର ବାକ୍ୟରେ ଲେଖା ଅଛି, ସବୁ ପାଇକି ଯଦି ତମେ ତମର ଜୀବନକୁ ହରାଇବ ତେବେ କି ଲାଭ? କିନ୍ତୁ କିଛି ନ ପାଇକରି ଯଦି ଜୀବନକୁ ପାଉଛ, ସେଥିରେ ଲାଭ ଅଛି। ସମସ୍ତଙ୍କୁ ପାଇବାକୁ ହେଲେ, এই ଜଗତର ଏବଂ এই ସ୍ୱର୍ଗର ବିଷୟ ପାଇବାକୁ ହେଲେ ଗୋଟେ ବିଷୟ ଅଛି, ଦ ୱାର୍ଡ ଅଫ ଗଡ୍ ଆଲୋନ୍। ଈଶ୍ୱରଙ୍କର ପବିତ୍ର ବାକ୍ୟ କେବଳ ଅଛି। ସେଇ ବାକ୍ୟରେ ବିଶ୍ୱାସ କରୁଥିବା ଲୋକ ହିଁ ପ୍ରାପ୍ତ ହେବେ। ପ୍ରିୟ ମଣ୍ଡଳୀ, କିନ୍ତୁ ଆମେ ସବୁବେଳେ ୱାର୍ଡ ଅଫ ଗଡ୍ କୁ ସେଇ ଧନୀ ଲୋକ ସଦୃଶ୍ୟ ଆମେ ଠିକ ସେମିତି ଆକୁ ଉଚ୍ଚାରଣ କରୁଛୁ, ଏହା ଯଥେଷ୍ଟ ନୁହେଁ ବୋଲି। ମୁଁ ମଧ୍ୟ ଭାବୁଛି ମୋର ଲିମିଟେସନ ଜ୍ଞାନରେ, ସୃଷ୍ଟିରେ ଯେତେବେଳେ ଈଶ୍ୱର ଜଗତର ପ୍ରତ୍ୟେକ ବିଷୟକୁ ଦୁଇ ଦୁଇ କରି ସୃଷ୍ଟି କଲେ, ଈଶ୍ୱର କାହିଁକି ଆଦମକୁ ଏକଲା ସୃଷ୍ଟି କଲେ? ଅନେକ ଲୋକ ଅନେକ ଭାବରେ କହନ୍ତି, କିନ୍ତୁ ମୋର ଲିମିଟେସନ ନଲେଜରେ ମୁଁ କହିବାକୁ ଚାହେଁ ଯେ ଆଦମକୁ କହିବାକୁ ଚାହୁଁଥିଲେ ଯେ ଆଇ ଏମ୍, ମୁଁ ତୋର ପାଇଁ ଯଥେଷ୍ଟ ବୋଲି କହିବାକୁ ଚାହୁଁଥିଲି। ତୁ ଏକଲା ବୋଲି ଭାବ ନାହିଁ ବାବୁ, ଆଇ ଏମ୍ ଏନଫ୍ ଫର ୟୁ ବୋଲି କହିବାକୁ ଚାହୁଁଥିଲି। ମୁଁ ତୋର ପାଇଁ ଯଥେଷ୍ଟ ବୋଲିକି, ମାତ୍ର ସେ ଯଥେଷ୍ଟ ବୋଲି ଭାବିଲା ନାହିଁ ଈଶ୍ୱରଙ୍କୁ। ସେ ମୁଁ ଯଥେଷ୍ଟ, ଈଶ୍ୱରଙ୍କୁ ଯଥେଷ୍ଟ ବୋଲି ଭାବିଲା ନାହିଁ, ଚିନ୍ତା କଲା ନାହିଁ। କିନ୍ତୁ ଯେତେବେଳେ ପ୍ରଭୁ ନାରୀକୁ ସୃଷ୍ଟି କଲେ, ସେତେବେଳେ ସେ କହିଲା କଣ ବୋଲିକି, ଏଥର ହେଲା, ମାନେ ଆଇ ଏମ୍ ସାଟିସ୍ଫାଏଡ, ଆଇ ଏମ୍ ସାଟିସ୍ଫାଏଡ, ଦ ଗଡ୍ ଇଜ ନଟ୍ ସାଟିସ୍ଫାଏଡ। ସେତେବେଳେ ସେ କହିଲା ଏଥର ହେଲା। ସତର କଥାକୁ ହେଲା, ସତ କଥା ହେଲା ତାକୁ। ସେ ପାପରେ ପତିତ ହେଲା, ପାପରେ ପରିପୂର୍ଣ୍ଣ ହୋଇ ସେ ଜୀବନ କାଟିଲା, ପ୍ରଭୁଙ୍କ ଠାରୁ ସେ ଅଭିଶାପ ପ୍ରାପ୍ତ ହେଲା। ପ୍ରିୟ ମଣ୍ଡଳୀ, God is enough for us. God's word is enough for us. ଆମମାନଙ୍କ ପାଇଁ ଈଶ୍ୱରଙ୍କର ବାକ୍ୟ ଯଥେଷ୍ଟ। ସେଥିପାଇଁ ମାର୍ଟିନ ଲୁଥର କହୁଛନ୍ତି ଯେ ଧାର୍ମିକ ଗଣିତ ହେବା ନିମନ୍ତେ ଈଶ୍ୱରଙ୍କର ପବିତ୍ର ବାକ୍ୟ ଆମ୍ଭମାନଙ୍କ ପାଇଁ ଯଥେଷ୍ଟ ବୋଲି ସେ କହନ୍ତି। ପ୍ରିୟ ମଣ୍ଡଳୀ, ଆଜି ମୁଁ ଶେଷରେ ଈଶ୍ୱରଙ୍କର ପବିତ୍ର ବାକ୍ୟର ଶକ୍ତି କଣ, କଣ
କରିଥାଏ ଆମମାନଙ୍କର ଜୀବନ ପାଇଁ ତାହା ମୁଁ ପଢିକି ଶେଷ କରିବାକୁ ଚାହେଁ। ଯାହା ଗୀତ ସଂଗୀତା ତାହାର 19 ପର୍ବ, ଗୀତ ସଂଗୀତା 19 ପର୍ବ ତାର 7 ପଦରୁ 10 ପଦ ପର୍ଯ୍ୟନ୍ତ। ଏଠାରେ ଏପରି ଲେଖା ଅଛି, ସଦା ପ୍ରଭୁଙ୍କର ବ୍ୟବସ୍ଥା ସିଦ୍ଧ, ପ୍ରାଣର ସ୍ୱାସ୍ଥ୍ୟଜନକ। ସଦାପ୍ରଭୁଙ୍କ ପ୍ରମାଣ ବାକ୍ୟ ଅଟଳ, ଅଳ୍ପ ବୁଦ୍ଧିର ଜ୍ଞାନଜନକ। ସଦାପ୍ରଭୁଙ୍କର ବିଧି ସବୁ ଯଥାର୍ଥ, ଚିତ୍ତର ଆନନ୍ଦଜନକ। ସଦାପ୍ରଭୁଙ୍କର ଆଜ୍ଞା ନିର୍ମଳ ଚକ୍ଷୁର ଦୀପ୍ତିଦାୟକ। ସଦାପ୍ରଭୁଙ୍କର ଭୟ ସୂଚି ସଦାକାଳ ସ୍ଥାୟୀ। ସଦାପ୍ରଭୁଙ୍କର ଶାସନ ସକଳ ସତ୍ୟ ଓ ସର୍ବତ ଭାବେ ନ୍ୟାର୍ଯ୍ୟ। ତାହା ସବୁ ସୁବର୍ଣ୍ଣ ଓ ପ୍ରଚୁର ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା ବାଞ୍ଛନୀୟ, ଆଉ ମଧୁ ଓ ମଧୁ ଚାକ ଠାରୁ ସୁମିଷ୍ଠ। ପ୍ରଭୁଙ୍କର ବାକ୍ୟ ଭୟଙ୍କର। ପ୍ରିୟ ମଣ୍ଡଳୀ, ଗୀତ ସଂଗୀତା 119 ପର୍ବ 105 ପଦ ମଧ୍ୟରେ ଲେଖା ଅଛି ଯେ ତୁମ୍ଭ ବାକ୍ୟ ମୋ ଚରଣ ପାଇଁ ପ୍ରଦୀପ ଓ ମୋ ପଥ ପାଇଁ ଆଲୋକ ଅଟେ। ଈଶ୍ୱରଙ୍କର ପବିତ୍ର ବାକ୍ୟ ଆମମାନଙ୍କର ଜୀବନରେ ଆଲୋକ ଆଣିଦେବ, ଆମମାନଙ୍କୁ ଉତ୍ତମ ଦିଗ୍ଦର୍ଶନ କରିବ। ପ୍ରିୟ ମଣ୍ଡଳୀ, ଆଉ ଯେଉଁମାନେ ପ୍ରଭୁଙ୍କର ପବିତ୍ର ବାକ୍ୟରେ ଆବିଷ୍ଟ, ପ୍ରଭୁ ସେମାନଙ୍କ ପ୍ରତି ଏକ ମହାନ ଆଶୀର୍ବାଦ ସେ ଦାନ କରନ୍ତି। ସେ ଜଣେ ବ୍ୟକ୍ତି, ଚାର୍ଲ୍ସ ରିଫର୍ମର ମାର୍ଟିନ ଲୁଥର, ସେ ଗୋଟେ ବିଷୟ କହନ୍ତି, ଆଇ ହ୍ୟାଭ୍ କ୍ୟାପ୍ଟିଭ୍ ୱିଥ୍ ଦି ସ୍ୱାର୍ଡ ଅଫ୍ ଗଡ୍ ବୋଲି ସେ କହନ୍ତି। ମୁଁ କୌଣସି ବିଷୟରେ ବନ୍ଧି ନାହିଁ, କିନ୍ତୁ ଈଶ୍ୱରଙ୍କର ବାକ୍ୟରେ ମୁଁ ବନ୍ଧି ଅଟେ ବୋଲି ସେ କହନ୍ତି। ପ୍ରିୟ ମଣ୍ଡଳୀ, ଈଶ୍ୱରଙ୍କର ପବିତ୍ର ବାକ୍ୟକୁ ଆମମାନଙ୍କ ଜୀବନର ପ୍ରଥମ ସ୍ଥାନ ଦେବା। ପ୍ରଭୁଙ୍କର ପବିତ୍ର ବାକ୍ୟ ହିଁ ଆମମାନଙ୍କୁ ସେ ଈଶ୍ୱରଙ୍କ ରାଜ୍ୟକୁ ନେଇ ଯାଇଥାଏ। ପ୍ରିୟ ମଣ୍ଡଳୀ, ସେହି ଦିନ ଯୀଶୁ ସେହି ବିଷୟ କହିବାକୁ ଚାହୁଁଥିଲେ ଫାରୁସୀ ଏବଂ ସାଧୁକୀ ଏବଂ ଏ ଧର୍ମୀୟ ନେତାମାନଙ୍କୁ, ଯେ ଐଶ୍ୱର୍ଯ୍ୟ ଜୀବନ ଅତିବାହିତ କରିବା ନିମନ୍ତେ, ଈଶ୍ୱରଙ୍କର ପବିତ୍ର ବାକ୍ୟକୁ କେନ୍ଦ୍ର କରି ଜୀବନ ଅତିବାହିତ କରିବା ନିମନ୍ତେ। କିନ୍ତୁ ସେଇ ଧନୀ ଲୋକ କହିଲା, ଈଶ୍ୱରଙ୍କର ବାକ୍ୟ ମୋ ପାଇଁ ଯଥେଷ୍ଟ ନୁହେଁ, ମୋ ଭାଇମାନଙ୍କ ପାଇଁ ମଧ୍ୟ ଯଥେଷ୍ଟ ନୁହେଁ ବୋଲି ସେ କହିଥିଲା। ହାଉ ଫାର ଇଟ୍ ଇଜ ଏନଫ୍ ଫର ଆସ୍। ଈଶ୍ୱରଙ୍କର ବାକ୍ୟ ଆମର ପାଇଁ କେତେ ଦୂର ଯଥେଷ୍ଟ, ଆପଣମାନେ ଆଜି ଚିନ୍ତା କରନ୍ତୁ, ଆପଣମାନେ ଆଜି ଭାବନ୍ତୁ। Without a word of God, our Christian life is nothing. ଈଶ୍ୱରଙ୍କର ବାକ୍ୟ ବିହୁନେ ଆମର ଖ୍ରୀଷ୍ଟୀୟ ଜୀବନ ବୃଥା ଅଟେ। ଈଶ୍ୱରଙ୍କର ବାକ୍ୟ ସହିତ ଆମର ଖ୍ରୀଷ୍ଟୀୟ ଜୀବନ ହେଉଛି ଫଳପ୍ରଦର ଜୀବନ। ତେବେ ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ, ଅନୁଗ୍ରହ କରନ୍ତୁ, ଦୟା କରନ୍ତୁ, ଯେପରି ଆମ୍ଭେମାନେ ଜୀବନର ଶେଷ ପର୍ଯ୍ୟନ୍ତ এই ଜାଗତିକ ବିଷୟର ସହିତ ଆବୃତ ନ ହୋଇ, ତାହାକୁ ଆମେ ପାଇକି ଏନଫ୍ ବୋଲି ନ କହି, ଈଶ୍ୱରଙ୍କର ପବିତ୍ର ବାକ୍ୟକୁ ମୋ ଜୀବନ ପାଇଁ, ମୋ ଜୀବନ ଯାପନର ପଥ ପାଇଁ ଏନଫ୍ ବା ଯଥେଷ୍ଟ ବୋଲି କହିବା, ଏହା ଖ୍ରୀଷ୍ଟୀୟ ଜୀବନ ଅଟେ। ପ୍ରଭୁ ଏହି ପବିତ୍ର ଜୀବନ୍ତ ବାକ୍ୟ ଦ୍ୱାରା ଆମ ସମସ୍ତଙ୍କୁ ପ୍ରଚୁର ଆଶୀର୍ବାଦ କରନ୍ତୁ। ଆମେନ୍, ଆମେନ୍, ଆମେନ୍। ପ୍ରେଜ୍ ଦ ଲର୍ଡ। ଆସୁ ଆମମାନେ ଆଜିର ଶୁଣିଥିବା ବାକ୍ୟ ନିମନ୍ତେ ପ୍ରାର୍ଥନା କରିବା।